ଦେବୀଙ୍କୁ 70 ବର୍ଷ ବୟସ ହୋଇଛି। ତୁଳସୀଙ୍କର ସ୍ୱାମୀ 50 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ତୁଳସୀ ଦେବୀ ଏକ ଛୋଟ ପୁରୁଣା ଘରେ ରୁହନ୍ତି, ଯାହା ତାଙ୍କ ସ୍ୱାମୀ ଦ୍ୱାରା ନିର୍ମିତ ହୋଇଥିଲା। ଯଦିଓ ତାଙ୍କର 3 ପୁଅ, ତଥାପି ତାଙ୍କ ସହ କେହି ରୁହନ୍ତି ନାହିଁ। କିନ୍ତୁ ଗୋଟିଏ ଦିନ ମଧ୍ୟ ଏମିତି ନାହିଁ ଯେ ଯେତେବେଳେ ସେମାନେ ତାଙ୍କୁ ଭେଟିବାକୁ କିମ୍ବା ସେବା କରିବାକୁ ଆସନ୍ତି ନାହିଁ। କେହି ଜଣେ ନା ଜଣେ ସର୍ବଦା ତାଙ୍କୁ ସେବା କରିବା ପାଇଁ ସେଠାରେ ରହିଥାନ୍ତି। 3 ପୁଅ ପୃଥକ ଭାବରେ ନିଜର ଘର ନିର୍ମାଣ କରିଥିଲେ। 3 ପୁଅ ଅନେକ ଥର ଜିଦ୍ ଧରିଥିଲେ ଯେ ସେମାନଙ୍କ ମା ଯାଇ ସେମାନଙ୍କ ସହିତ ସେଠାରେ ରୁହନ୍ତୁ, କିନ୍ତୁ ମାତା ତୁଳସୀ ଦେବୀ ଏଠାରେ ହିଁ ରହିବେ ବୋଲି ସେ କହିଛନ୍ତି। ଏହି ଗୋଟିଏ ଘର ଛଡ଼ା ଅନ୍ୟ କୌଣସି ସ୍ଥାନରେ ଶାନ୍ତି ପାଆନ୍ତି ନାହିଁ। ଆପଣମାନେ ଆଦୌ ଭାବନ୍ତୁ ନାହିଁ ଯେ ଏହି 3 ପୁଅ ମହାନ ପୁତ୍ର, ସେଥିପାଇଁ ସେମାନେ ନିଜ ମାତାର ସେବାରେ ନିୟୋଜିତ ରୁହନ୍ତି। 3 ପୁଅର ପ୍ରେମ କିମ୍ବା ସ୍ନେହର ପ୍ରକୃତ କାରଣ ହେଉଛି ଅନ୍ୟ କିଛି। ଏହାର କାରଣ ହେଉଛି ତାଙ୍କ ମାତାଙ୍କର ବଡ଼ ଟ୍ରଙ୍କ ପେଢ଼ି ଥିଲା। ଏହି 3 ପୁଅ କିମ୍ବା ସେମାନଙ୍କର ପତ୍ନୀ ଜାଣନ୍ତି ନାହିଁ ଯେ ଏହି ପେଢ଼ି ଭିତରେ କ'ଣ ଅଛି ଏବଂ କେତେ ସମ୍ପତ୍ତି ଅଛି। ସେମାନେ କେବଳ ସେମାନଙ୍କ ମାତାଙ୍କ ପାଖରେ ଦେଖିଛନ୍ତି ଏହି ପେଢ଼ି ସେମାନଙ୍କ ପିତାଙ୍କର ଦେହାନ୍ତ ହେବା ଦିନଠାରୁ। ତୁଳସୀ ସେହି ବାକ୍ସ କେବେ ଛାଡ଼ି ନାହାନ୍ତି। ଯେତେବେଳେ ସେ ବାହାରକୁ ଯାଉଥିଲେ ମଧ୍ୟ ସେ ନିଜ କୋଠରୀକୁ ତାଲା ପକାଇ ବାହାରକୁ ଯାଉଥିଲେ ଏବଂ ଅଳ୍ପ ସମୟ ପରେ ଫେରି ଆସୁଥିଲେ। 3 ପୁଅ ଏବଂ ସେମାନଙ୍କ ପତ୍ନୀ ସେହି ଟ୍ରଙ୍କ ପେଢ଼ି ଉପରେ ନଜର ରଖିଥିଲେ, କାରଣ ଭଗବାନ ଜାଣନ୍ତି କେତେ ଦିନ ପର୍ଯ୍ୟନ୍ତ ମାଆଙ୍କୁ ନିଜ ନିଜ ଘରକୁ ନେବା ପାଇଁ ସମସ୍ତଙ୍କୁ ଚେଷ୍ଟା କରିବାକୁ ପଡ଼ିବ, ଯାହାଫଳରେ ମା ସହିତ ତାଙ୍କ ପେଢ଼ି ମଧ୍ୟ ସେଠାରୁ ସ୍ଥାନାନ୍ତରିତ ହୋଇପାରିବ। ତେଣୁ କେବଳ ପୁଅମାନେ ନୁହେଁ, ବରଂ ବୋହୂମାନେ ମଧ୍ୟ ମାଆଙ୍କ ଆଗ ପଛରେ ଘୂରି ବୁଲନ୍ତି। କିନ୍ତୁ ମାତା ତୁଳସୀ ଦେବୀ ମଧ୍ୟ ତାଙ୍କ ପୁଅମାନଙ୍କୁ ବହୁତ ଭଲ ଭାବରେ ବୁଝି ସାରିଥିଲେ। ସେ ଜାଣନ୍ତି କାହିଁକି ତାଙ୍କୁ ଏତେ ସେବା କରାଯାଉଛି। ତାଙ୍କର ଟ୍ରଙ୍କ ଯୋଗୁଁ ତାଙ୍କର ସେବା କରାଯାଉଛି। ସେଥିପାଇଁ ମାତା ଏହି ବାକ୍ସକୁ ଏତେ ରକ୍ଷା କରନ୍ତି। ମାଆଙ୍କ କୋଠରୀକୁ ବୋହୂମାନେ ସଫା କରିବାର ବାହାନା କରି ବାକ୍ସ ନିକଟକୁ ଯିବାକୁ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ ମା ସେମାନଙ୍କୁ ବାରମ୍ବାର ବାଧା ଦେଇ କହିଥିଲେ, ଏହି ବାକ୍ସଠାରୁ ଦୂରରେ ରୁହ। ଯେତେବେଳେ ସମୟ ଆସିବ ତୁମେ ସବୁ ସ୍ୱୟଂଚାଳିତ ଭାବରେ ଜାଣିବ ଏହି ବାକ୍ସରେ କ'ଣ ଅଛି। ସର୍ବଶେଷରେ ମାତାର କଥାକୁ କିଏ ଅଣଦେଖା କରିବ? କେବଳ ସେହି ସମୟକୁ ଅପେକ୍ଷା କରି ସମସ୍ତେ ମାଆର ଭଲ ପୁଅ ଏବଂ ଭଲ ବୋହୂ ହେବାକୁ ଚେଷ୍ଟା କରୁଛନ୍ତି। କେହି ଜଣେ ନା ଜଣେ ନିଶ୍ଚିତ ଭାବରେ ରାତିରେ ମାଆଙ୍କ ଘରେ ରହୁଥିଲେ, କିନ୍ତୁ ମା ତାଙ୍କୁ ନିଜ କୋଠରୀରେ ଶୋଇବାକୁ ଦେବେ ନାହିଁ। ଏହିପରି ତୁଳସୀ ଦେବୀ ପେଢ଼ି ସାହାଯ୍ୟରେ 30 ବର୍ଷ ବିତାଇଲେ। ଦିନେ ମାତା ତୁଳସୀ ଦେବୀ ଭଲ ଅନୁଭବ କରୁନଥିଲେ। ଅନେକ ସମୟରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା, ପୁଅମାନେ ତାଙ୍କୁ ଡାକ୍ତରଖାନା ନେବାକୁ ଚାହୁଁଥିଲେ, କିନ୍ତୁ ତୁଳସୀ ଦେବୀ ଏଥିରେ ରାଜି ହେବେ ନାହିଁ। ଘରକୁ ଡାକ୍ତରଙ୍କୁ ଡାକିବା ଉଚିତ ବୋଲି ସେ କହିବେ। ତାଙ୍କର ପୁତ୍ରମାନେ ମଧ୍ୟ ସେହିପରି କରୁଥିଲେ। ଏଥର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତର କହିଥିଲେ ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିବ, ନଚେତ୍ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇପାରେ। ଏବଂ ତାପରେ ବୟସ ମଧ୍ୟ ହେଲାଣି ତ, ଶରୀର କେତେ ଦିନ ସମର୍ଥନ ଆଉ କରିବ। ଯେତେବେଳେ ଡାକ୍ତର ଏହି ଉତ୍ତର ଦେଲେ, 3 ଭାଇ ଦୁଃଖୀ ଅପେକ୍ଷା ଅଧିକ ଉତ୍ସାହିତ ଦେଖାଯାଉଥିଲେ ଏବଂ ସେମାନଙ୍କ ପତ୍ନୀଙ୍କ ଆଖିରେ ଝଲକ ସ୍ପଷ୍ଟ ଦେଖାଯାଉଥିଲା। ଏପଟେ ମାତା ତୁଳସୀ ଦେବୀ କୋଠରୀ ଭିତରେ ରହି ପୁଅ ବୋହୂ ବାହାରେ କ'ଣ ଖୁସିରେ ଫୁସ୍ଫୁସ୍ କରୁଥିବା ଶୁଣିଥିଲେ। 3 ଜଣ ପୁଅ ଆଲୋଚନା କରୁଥିଲେ ଯେ ମାଆଙ୍କ ମୃତ୍ୟୁ ପରେ ପେଢ଼ିରେ ଯାହା ଅଛି ତାହା ନିଜ ମଧ୍ୟରେ ବିଭକ୍ତ ହେବ ଏବଂ ସମସ୍ତେ ଏହାକୁ ସମାନ ଭାବରେ ପାଇବା। ଯେତେବେଳେ ମାତା ତୁଳସୀ ଦେବୀ ଏହା ଶୁଣିଲେ, ସେତେବେଳେ ସେ ଅନୁଭବ କଲେ ଯେ ଏହି ପେଢ଼ିରେ କ'ଣ ଅଛି ତାହା ସମସ୍ତଙ୍କୁ ଜଣାଇବାର ସମୟ ଆସିଛି। ସେ ପାଟି କରି ନିଜର 3 ପୁଅ ଏବଂ ବୋହୂକୁ ଭିତରକୁ ଡାକିଲେ। ସମସ୍ତେ ଭିତରେ ପହଞ୍ଚିବା ମାତ୍ରେ ମାଆଙ୍କୁ କହିଲେ, ତୁମକୁ ଆମେ ଡାକ୍ତରଖାନା ନେଇଯିବୁ, ତୁମେ ସେଠାକୁ ଯାଇ ଶୀଘ୍ର ଭଲ ହୋଇଯିବ। ମାତା ତୁଳସୀ ଦେବୀ କହିଛନ୍ତି ଯେ ତୁମେ ସବୁ ପ୍ରଥମେ ସେହି ଜିନିଷ ଜାଣ ଯାହା ପାଇଁ ତୁମେ ସମସ୍ତେ ଏତେ ବର୍ଷ ଧରି ଇଚ୍ଛୁକ। ଏହି ପେଢ଼ିରେ ତୁମ 3 ଜଣଙ୍କ ପାଇଁ କିଛି ଅଛି, ଯାହା ମୁଁ ଆଜି ତୁମକୁ ଦେବାକୁ ଚାହୁଁଛି। ମାତା ତକିଆ ତଳୁ ଏକ ଚାବି ବାହାର କରି ଧୀରେ ଧୀରେ ଠିଆ ହୋଇ ବାକ୍ସ ଖୋଲିବାକୁ ନଇଁ ପଡ଼ିଲେ। ସେଠାରେ ଠିଆ ହୋଇଥିବା ସମସ୍ତ ପୁଅ ବୋହୂମାନଙ୍କର ହୃତ୍ସ୍ପନ୍ଦନ ଦ୍ରୁତ ଗତିରେ ବଢ଼ିଥିଲା। ଆଜି ସେମାନଙ୍କ ବର୍ଷ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଥିଲା। ପେଢ଼ିରେ 3ଟି ଭିନ୍ନ ରଙ୍ଗର ପୋଷାକରେ ଗୁଡ଼ା ଯାଇଥିବା କିଛି ଜିନିଷ ଥିଲା।
ସମସ୍ତଙ୍କ ଆଖି ବହୁତ ଆଶ୍ଚର୍ଯ୍ୟର ସହିତ ସେହି ପେଢ଼ି ଆଡ଼କୁ ଗଲା। ମାତା ତୁଳସୀ ଦେବୀ ପୁଅମାନଙ୍କୁ କହିଲେ, ଆସି ଘୋଡ଼ା ଯାଇଥିବା ଜିନିଷ ଉଠାଇବାକୁ। ତିନି ପୁଅ ପ୍ରତ୍ୟେକ ଗୋଟିଏ କପଡ଼ା ଉଠାଇ ଦେଖିବା ପାଇଁ ଖୋଲିଲେ। କପଡ଼ା ଖୋଲିବା ମାତ୍ରେ କୋଠରୀରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ପୋଷାକରୁ ଏକ ଭାରି ପଥର ବାହାରିଲା। ତିନି ଜଣ ପୁଅଙ୍କ ହାତରେ ଗୋଟିଏ ଗୋଟିଏ ପଥର ଥିଲା। ମା, ଏହା କ'ଣ? ତୁମେ ଆମକୁ ବୋକା ବନାଉଥିଲ? ଆମେ ଭାବିଥିଲୁ ତୁମେ ତୁମର ଅଳଙ୍କାରକୁ ସୁରକ୍ଷିତ ରଖିଛ। ମାତା ତୁଳସୀ ଦେବୀ କହିଲେ, ମୁଁ ତୁମକୁ କେବେ ବୋକା ବନେଇଲି? ଏଥିରେ ବହୁତ ଅଳଙ୍କାର ଥିଲା, କିନ୍ତୁ ସବୁ ତୁମକୁ ମଣିଷ କରିବାକୁ ବିକ୍ରି ହେଲା। କେବେ ଏବଂ କେତେବେଳେ ମୁଁ ନଜର ରଖିଲି ନାହିଁ। ଯେତେବେଳେ ତୁମର ବାପା ତାଙ୍କର ଶେଷ ଦିନରେ ଥିଲେ, ଆମ ପାଖରେ କିଛି ନଥିଲା। ମୁଁ ଜାଣିଛି କି ସେ କେଉଁ ଦାରିଦ୍ର୍ୟରେ ତାଙ୍କର ଶେଷ ଦିନ ବିତାଇଲେ, କିନ୍ତୁ ସେତେବେଳେ ମଧ୍ୟ ସେ ତୁମକୁ କିଛି କହିନଥିଲେ। ସେ ସେତେବେଳେ ମଧ୍ୟ ମୋ ବିଷୟରେ ଭାବିଥିଲେ। ସେ ଜାଣିଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅମାନେ ମୋ ସହିତ ଏମିତି କିଛି ହିଁ ମଧ୍ୟ କରିବାକୁ ଯାଉଛନ୍ତି। ସେଥିପାଇଁ ସେ ମୋ ପାଇଁ ଏହି ପେଢ଼ି ସମାଧାନ ପାଇଲେ। ତୁମକୁ ବୋକା ବନାଇବା କିମ୍ବା ତୁମର ସେବା ପାଇବା ତାଙ୍କର କିମ୍ବା ମୋର ଉଦ୍ଦେଶ୍ୟ ନୁହେଁ। ସେ ଚାହୁଁଥିଲେ ଯେ ତାଙ୍କ ମୃତ୍ୟୁ ପରେ ମୁଁ ଏକୁଟିଆ ରହିବି ନାହିଁ। ମୋର ଏକମାତ୍ର ଇଚ୍ଛା ଥିଲା ମୋ ପୁଅ ବୋହୂ ମୋ ସହିତ ରହିବେ। ବର୍ତ୍ତମାନ ହୁଏତ ଅଧିକ ଦିନ ବଞ୍ଚି ନପାରେ, ତେଣୁ ମୁଁ ତୁମକୁ ସତ କହିଲି। ସମସ୍ତ ପୁଅ ଓ ବୋହୂ ଏବେ ଅସନ୍ତୋଷ ଓ କ୍ରୋଧରେ କୋଠରୀ ଛାଡ଼ି ଚାଲିଗଲେ। ପ୍ରାୟ 1 ଘଣ୍ଟା ଧରି ସମସ୍ତେ ମାଆଙ୍କ କୋଠରୀ ବାହାରେ ପରସ୍ପର ଉପରେ କ୍ରୋଧ ପ୍ରକାଶ କରିଥିଲେ। ମାଆଙ୍କୁ ଡାକ୍ତରଖାନା ନିଆଯିବା ଉଚିତ କି ନୁହେଁ ଏବଂ ଯଦି ତାଙ୍କୁ ନିଆଯାଏ ତେବେ କିଏ ଖର୍ଚ୍ଚ ବହନ କରିବ, ସେ ନେଇ ଏକ ବିତର୍କ ହୋଇଥିଲା। ମା ନିଜ ବିଛଣାରେ ବସିଥିବା ବେଳେ ସବୁ କିଛି ଶୁଣି ସାରିଥିଲେ ଏବଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବନ୍ଧୁଗଣ, ଆମ ପିତାମାତା ଆମ ପାଇଁ କେତେ କ'ଣ କରିଥାନ୍ତି, କିନ୍ତୁ ଆମେ ବଡ଼ ହୋଇ କେବଳ ଆମ ସ୍ୱାର୍ଥରେ ବୁଡ଼ି ରହିଥାଉ। ଏହା ଉପରେ ଟିକେ ଚିନ୍ତା କରନ୍ତୁ। ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି କାହାଣୀଟି ପସନ୍ଦ ଆସିଥିବ ତେବେ ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି କାହାଣୀ ଉପରେ ଆପଣମାନଙ୍କର ମତାମତ କ'ଣ ପ୍ଲିଜ୍ କମେଣ୍ଟ କରି ନିହାତି ଜଣାନ୍ତୁ। ଧନ୍ୟବାଦ।